ପଦାରେ ଯୋଉ ବିଦ୍ୟାଳୟ ଅଛି ସେଠି କୁଳପତି ସ୍ଥାୟୀ ନାହାନ୍ତି, ସ୍ଥାୟୀ ଅଧ୍ୟାପକ ନାହାନ୍ତି, ସ୍ଥାୟୀ ପ୍ରଫେସର ନାହାନ୍ତି। କୌଣସି ବି ସ୍କୁଲ କଲେଜ ୟୁନିଭର୍ସିଟିରେ ଓଡିଶାର ଶିକ୍ଷାନୁଷ୍ଠାନ ସ୍ଥାୟୀ ଅଧ୍ୟାପକ ଶିକ୍ଷକ ଶିକ୍ଷା କର୍ମଚାରୀ ପଦବୀ ନାହାନ୍ତି, ପୂରଣ ନାହିଁ, ଖାଲି ପଡିଛି। ତାକୁ ତୁରନ୍ତ ପୂରଣ କରିବା ଆମର ଦାବି ରହିଛି। ନିଶ୍ଚୟ କଥା ଜାତୀୟ ଶିକ୍ଷାନୀତି 2020 ଅନୁସାରେ ବର୍ତ୍ତମାନ ସରକାରୀ ସ୍କୁଲ କଲେଜ ଗୁଡାକୁ ସରକାର ବନ୍ଦ କରିବା ପାଇଁ ଚକ୍ରାନ୍ତ କରିଛି। 7,000 ସ୍କୁଲ ପ୍ରାଇମେରୀ ସ୍କୁଲ ଗଭର୍ଣ୍ଣମେଣ୍ଟ ସ୍କୁଲ ଆମର ବନ୍ଦ ହେଇଛି ଅଲରେଡି। ଏଇ ମୟୂରଭଞ୍ଜରେ 1200 ଉପରେ ସ୍କୁଲ ବନ୍ଦ ହେଇଛି। এই বন্ধ হইতে স্কুল গুড়াক তুরন্ত খোলা যাও, পিলামানে পাঠ পড়িয়া সুযোগ পাই পারুনাহান্তি, এটা আমার দাবি রয়েছে। দ্বিতীয় কথা হচ্ছে যে বর্তমান ছাত্রী ମାନଙ୍କ উপরে অত্যাচার বড়ি বড়ি চালছি প্রতিদিন, গোপালপুর আরম্ভ করে ব্রহ্মপুর আরম্ভ করে প্রতি জায়গায়। তাଙ୍କର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ମଦ ମାଦକ ଦ୍ରବ୍ୟ ଅଶ୍ଳୀଳତା ନଗ୍ନତାର 50% ସରକାର ବନ୍ଦ କରନ୍ତୁ। ଛାତ୍ର ସଂସଦ ବହୁ ଦାବି ହେଲା, ବହୁ ଆନ୍ଦୋଳନ କଲା ପରେ ବୋଧେ ଛାତ୍ର ସଂସଦ ନିର୍ବାଚନ କରିବା ସରକାର କହୁଛନ୍ତି, ତାକୁ ସମ୍ପୂର୍ଣ୍ଣ ଭାବରେ ତୁରନ୍ତ ବିଜ୍ଞପ୍ତି ଘୋଷଣା କରନ୍ତୁ। ଏବଂ ଆଉ ଗୋଟେ ଦାବି ଆମର ରହିଛି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ କଲେ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ଆମେ ଦୀର୍ଘଦିନ ଦାବି କରିବା। ଏବେ ସେମାନେ ପଞ୍ଚମ ଅଷ୍ଟମରେ ଲାଗୁ କରିବେ ବୋଲି କହିଛନ୍ତି। ଆମେ କହୁଛୁ 1 କ୍ଲାସ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ କଲେ ବ୍ୟବସ୍ଥା ଲାଗୁ କରାଯାଉ। ତା ସହିତ ବର୍ତ୍ତମାନ ରେସନାଲାଇଜେସନ ନାଁରେ ବିଭିନ୍ନ ଶିକ୍ଷକ ମାନଙ୍କୁ ଅଧ୍ୟାପକ ମାନଙ୍କୁ ନିଯୁକ୍ତି ନ ଦେବାର ପ୍ରକ୍ରିୟା ମଧ୍ୟ ସରକାର ଗ୍ରହଣ କରିବେ ବୋଲି କହୁଛି। 4 ବର୍ଷିଆ ଡିଗ୍ରୀ କୋର୍ସ ବର୍ତ୍ତମାନ ସୂଚନା କରୁଛନ୍ତି। 4 ବର୍ଷିଆ ଡିଗ୍ରୀ କୋର୍ସ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅବୈଜ୍ଞାନିକ ଏବଂ ଏଟା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜମାରୁ ଠିକ ନୁହଁ। ଏହାକୁ ମଧ୍ୟ ପ୍ରତ୍ୟାହାର କରନ୍ତୁ। ଏହି ସବୁ ଦାବି ନେଇ ଆମେ ଆଜି ଜିଲ୍ଲାପାଳଙ୍କ ଥ୍ରୋରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀପତ୍ର ଦଉଛୁ ଏବଂ ଆଗାମୀ ଦିନରେ 23 ଜୁଲାଇରେ ଆମେ ବିଧାନସଭା ସାମ୍ନାରେ ବିଶାଳ ଗଣବିକ୍ଷୋଭ ରଖିଛୁ, ଛାତ୍ର ବିକ୍ଷୋଭ ରଖିଛୁ, ଯୋଉଠି କି ସାରା ଓଡିଶାର ଛାତ୍ରଛାତ୍ରୀ ମାନେ ଏକାଠି ହେବେ। ତାକୁ ସଫଳ କରିବା ପାଇଁ ଏହି ବିକ୍ଷୋଭ ଆମେ କରୁଛୁ। ଆଉ ଗୋଟେ ଦାବି ଆମର ସ୍ପେଶାଲ ରହିଛି ବାରିପଦା କ୍ଷେତ୍ରରେ। ସେ ବାରିପଦାରେ ରୁକ୍ମଣୀ ଗୋପବନ୍ଧୁ ଦାସ ସେଠି ରହୁଥିଲେ, ଏଇଠି ପାଖରେ ବାଘା ଯତୀନ କହିଦେଇଥିଲେ କପ୍ତିପଦା ଅଞ୍ଚଳରେ। ତାଙ୍କର ଗୋଟେ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି କୌଣସି ଇମ୍ପୋର୍ଟାଣ୍ଟ ଜାଗାରେ ସରକାର ପ୍ରତିଷ୍ଠା କରନ୍ତୁ, ଏହି ଦାବି ମଧ୍ୟ ଆମର ରହିଛି। ତେଣୁ ଏହି ଦାବି ପୂରଣ ନ କଲେ ଆଗାମୀ ଦିନରେ ଆହୁରି ବୃହତ ଛାତ୍ର ଆନ୍ଦୋଳନ ନେଇ ଆମେ ସରକାର